ବ୍ରହ୍ମାଣ୍ଡ ଭୂଗୋଳ ଊନଚତ୍ୱାରିଶୋ ଅଧ୍ୟାୟ। ଅର୍ଜୁନ ଉବାଚ ପୁଣି ଅର୍ଜୁନ ପାଦ ଧରି କହଇ ଶୁଣ ଆହେ ହରି ଦ୍ୱାରକାପୁରେ ସର୍ବସିଦ୍ଧି ଯହିଁ ବିଜୟ ଅଷ୍ଟନିଧି ଶୂନ୍ୟ ମଣ୍ଡଳ ରଥେ ଯାଇ ଜୟ ଶବଦ ତୁଣ୍ଡେ ଗାଇ ନନ୍ଦନ ବନୁ ପୁଷ୍ପ ଆଣି ପ୍ରୋକ୍ଷଣ କରି ଗଙ୍ଗା ପାଣି ଶୂନ୍ୟ ମଣ୍ଡଣି ରଥ କହି ସେ ରଥେ କେବେ ଥିଲେ ରହି ଦ୍ୱାରକାପୁର କେ ଅଟଇ ଅଷ୍ଟନିଧି ଯେ କେ ବୋଲାଇ ଆନନ୍ଦ ବନରେ ହୋଇଲା କେବଣ ଠାରେ ପୁଷ୍ପ ଥିଲା ଗଙ୍ଗା ଦେବୀ ଯେ କେହୁ ପୁଣି କେମନ୍ତେ କଲା ସେ ମୋକ୍ଷଣ ନମସ୍ତେ ପ୍ରଭୁ ପୀତବାସ ଛେଦିବ ମନର ସନ୍ଦେଶ। ଶ୍ରୀ ଭଗବାନ ଉବାଚ ଶୁଣ ହେ ଯୁଧିଷ୍ଠିର ଭାଇ କହିବା ତତେ ଜ୍ଞାନ ଫେଇ ଦ୍ୱାରକା ବୋଲେ ଯେଉଁ ପୁର ମୋହର ଚକ୍ଷୁ ସେ ନିଜର ଅଷ୍ଟଦିଗରେ ଅଷ୍ଟ ସଖୀ ଏହାକୁ ଅଷ୍ଟନିଧି ଲେଖି ସକଳ ଭୁବନ ଉତ୍ତମ ମଧ୍ୟେ ବିଜୟେ ପରମ ବ୍ରହ୍ମ ରାଧା ଶବଦ ଅର୍ଥ ଜାଣ ଦେବତାଙ୍କର ସେ ଆସନ ନନ୍ଦନ ବନ ଦେହ ମୋର ଯେ ପଞ୍ଚଭୂତ ପୁଷ୍ପ ସାର ଅନେକ ପ୍ରକାରେ କହିଲେ ପ୍ରଭୁଙ୍କୁ ସେ ଗୁହାରି କଲେ ତାହାଙ୍କୁ ଆଜ୍ଞା ଦେଲେ ହରି ବୋଇଲେ ଯାଅ ମଞ୍ଚପୁରୀ ଯାବତ ଜୀବଗଣ ଯହିଁ ଏହାକୁ ନାସି ପଛେ ମୁହିଁ କହିଲେ ବଳରାମ ଦାସ ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ। ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ଊନଚତ୍ୱାରିଶୋ ଅଧ୍ୟାୟ ସମାପ୍ତ।